हाय साଙ୍ଗମାନେ ଆଜି ଗୋଟେ Activa 125 ଆସିଥିଲା। ତାର ଗିୟର ବକ୍ସ ବେରିଂ ମାନେ ଚକ ବେରିଂ ପଛ ଚକ ବେରିଂ ଯାଇଛି। ଦେଖିପାରୁଥିବେ କେଉଁଭଳିଆ ହଲୁଛି ଚକଟା। ଏବେ ଫଟାଫଟ ଆମେ ଡିଗି ଟେକିଦେବା। ଡିଗି ଟେକିକି ଗିୟର ବକ୍ସ ବେରିଂ ଖୋଲିବା। ଏପଟେ କ୍ଲାସ୍ ସାଇଟ୍ ଆଗେ ଖୋଲିଦେଲେ। କ୍ଲାସ୍ ସାଇଟ୍ ଖୋଲିକି ଚକ ନଟ୍ ଢିଲା କରିଦେଇଛି। ଏବେ ବ୍ରେକ୍ସ ଏକା ଖୋଲିବା। ବ୍ରେକ୍ସର ନଟ୍ ଖୋଲିକି ଏବେ ଚକ କାଢ଼ିଦେଲି। ବ୍ରେକ୍ସ ନୂଆ ଲାଗିବ ଆମର। ବ୍ରେକ୍ସ ପୁରା ଲାଷ୍ଟ ହେଇଥିଲା। ଏବେ କ୍ଲାସ୍ ସାଇଟ୍ର ଖୋଲା ହେବ। ଯେ ଆମର ମେସିନ୍ଟା ଲାଗିଛି ଇଏର ପିନିଅନ୍ ଉପରେ ଯେ ମେସିନ୍ ଲାଗିଛି ସେଟାକୁ ଖୋଲିକି ନ ଖୋଲିଲେ ସେଟା ବାହାରିବନି। ଏବେ ସେଟାକୁ ବି ଖୋଲିଦେବା ଫଟାଫଟ। ଏପଟେ କ୍ଲାସ୍ ସାଇଟ୍ର ଖୋଲିଦେଲି। ଦେଖିପାରୁଥିବ ଏଭଳିଆ। ଏବେ ମୁଁ ଏମିତି ବେଲ୍ଟ ଜାକିକି ଖୋଲିଦେଲେ ଶୀଘ୍ର ବାହାରିଯାଏ ଆଉ। ଖୋଲିଦେଲି। ଏହାକୁ ଏବେ ଆରଟା ବି ଖୋଲିଦେବା। ଗୁଟି ବେସ୍ଟା ବ୍ୟାଣ୍ଡେଜ୍ ପିନିଅନ୍ କ୍ୟାପ୍ ଆଉ ବ୍ୟାଣ୍ଡେଜ୍ ପିନିଅନ୍କୁ ଖୋଲିଦେଲି। ଦେଖିପାରୁଥିବ ବ୍ୟାଣ୍ଡେଜ୍ ପିନିଅନ୍। ଏବେ ଗୁଟି ବେସ୍ ଫଟାଫଟ ଖୋଲିଦେବା। ଗୁଟିଆ ଧୋଇକି ଗ୍ରୀସିଂ କରିକି ଲଗେଇଦେବା। ସେମିତି ବିଶେଷ ଏତେ ଖାଇନି ସେପାଇଁ ସେଇଆ ଲଗେଇଦେବା। ଏବେ ଦେଖିପାରୁଥିବେ ସବୁ ଖୋଲିକି ପକେଇଛି। ଏବେ ଆମେ କ୍ଲାସ୍ ସାଇଟ୍ର ପିଟି ଖୋଲିଦେଲେ। ଏପଟେ ଆମର ଖୋଲା ଚାଲିଯାଇଛି। ସେ ଇଏ ପିନିଅନ୍ ଖୋଲି ନେଟକି ଯାଇଥିଲା ସେଟାକୁ ଏବେ ଖୋଲି ଦିଆଗଲା। ତାର ପିନିଅନ୍ ମାନେ ଲାଗିକି ରହିଥିଲା ତାକୁ ପିଟିକି ଢିଲା କରିଦେଲି ଆଉ। ଦୁଇଟା ପିନିଅନ୍ ଧୁଆ ହେବ। ସେଇଟା ଗୋଟେ ପିନିଅନ୍। ଅଏଲ୍ ସିଲ୍ ଲାଗିବ ଆଉ ବେରିଂ ଲାଗିବ। ବେରିଂ ଗୁଡ଼ା ଯାଇଛି ଖୋଲିକି ଦେଖି ଦେଉଛି ବେରିଂଟା। ଏପଟେ ଏଭଳିଆ କିଛି ରହୁଛି। ବେରିଂ ପୁରା ଭାଙ୍ଗି ଯାଇଛି। ଅଏଲ୍ ସିଲ୍ ବି ଲାଗିବ। ଏବେ ଆମର ଏହା ଧୋଇ ଧୁଆକି ପୁରା ରେଡ଼ି କରିଦେଲି। ତାପରେ ଆମେ ଫଟାଫଟ ଏବେ ଗିୟର ବକ୍ସ ବେରିଂ ଏଇଟା ଦେଖିପାରୁଥିବ ଏଇ ପାର୍ଟ ନମ୍ବରରେ ଆସୁଛି। ଏବେ ପ୍ୟାକିଂ ସେଟା ରହିଲା। ଏବେ ବେରିଂକୁ ବସେଇଦେବା। ଅଏଲ୍ ସିଲ୍ ସେଠି ରହିଛି। ବେରିଂକୁ ପିଟିକି ବସେଇଥିଲି। ଏବେ ଅଏଲ୍ ସିଲ୍ ଲଗେଇବା। ଅଏଲ୍ ସିଲ୍ରେ ଟିକେ ଦେଖିପାରୁଥିବ ଅଏଲ୍ ସିଲ୍ଟା ଏଭଳିଆ ଗେଞ୍ଜିକି ବସେଇବା ଆଉ। ଏବେ ଅଏଲ୍ ସିଲ୍ରେ ଟିକେ ଗ୍ରୀସ୍ ମାରିଦେବା। ଫଟାଫଟ ବସିବ ମାନେ ସ୍ମୁଥ୍ରେ ଯିବ ଆଉ। ଗ୍ରୀସ୍ ମାରିଦେଲି। ଏବେ ଅଏଲ୍ ସିଲ୍କୁ ବସେଇଦେବା। ଅଏଲ୍ ସିଲ୍ ବସେଇ ଦେଉଛି ଦେଖିପାରୁଥିବେ ଏଇଭଳିଆ ଦୁଇ ହାତରେ ମୋବାଇଲଟାକୁ ରଖିକି ଦୁଇ ହାତରେ ଜାକିକି ବସେଇ ଦେଇଛି ପୁରା ବଢ଼ିଆକି। ଏବେ ଗିୟର ପିନିଅନ୍ ଏକା ଲଗେଇଦେବା। ଗିୟର ପିନିଅନ୍ ଲଗେଇଦେଲି। ଏଇଭଳିଆ କିଛି ରହିବ ପିନିଅନ୍। ଏବେ ପ୍ୟାକିଂ ଲଗେଇଦେବା। ଏଇଟା ଦେଖିପାରୁଥିବେ। ଏବେ ପ୍ୟାକିଂ ଲଗେଇଦେବା ଆଉ। ସେନ୍ସର ସେ ଅଠା ମାରିକି ଲଗେଇବା। ଏପଟେ ଗୁଟି ବେସ୍ରୁ ଗୁଟିକୁ ଗ୍ରୀସିଂ କରିକି ଲଗାହେଉଛି ଗ୍ରୀସ୍ ମାରିକି। ଏପଟେ ଲଗା ଚାଲିଛି ଗୁଟି। ଆଉ ମୁଁ ଫୁଲାକୁ ମାନେ କ୍ଲାସ୍ ହବାକୁ ହାଲକା ବାଲିକା ଜମା ଦିଆହେଉଛି। ବାଲିକା ଜମା ମାରିକି ଲଗାହେବ। ଏପଟେ ମୋର କମ୍ପ୍ଲିଟ୍ ହେଇଛି ପୁରା। ଏପଟେ କ୍ଲାସ୍ ସାଇଟ୍ ବି ପୁରା କମ୍ପ୍ଲିଟ୍ ହେଇଗଲା। ଏବେ କିକ୍ଟା ଗ୍ରୀସିଂ ହେଉଛି। କିକ୍ ପୁରା ବଢ଼ିଆ ଗ୍ରୀସିଂ କରାହେଇଛି। ଏବେ ଆମର କ୍ଲାଚ୍ କଭର୍ ଲଗେଇ ଦେଇକି ଗାଡ଼ି ଆମର କମ୍ପ୍ଲିଟ୍ ହେଇଗଲା।